भागवत गीता अध्याय 1 अर्जुन विषाद योग। यही अध्याय आरंभ हुए धृतराष्ट्रंकर प्रश्नरू। से जानिबाकु चाहती कुरुक्षेत्र रे कौन सबु चलुअछि। उभय पक्षंक योद्धा पांडुपुत्र एवं कौरव पुत्रंक सेनार वर्णना मध्य यही अध्याय रे करा जाइछि। आ तापरे वर्णना करा जाइछि अर्जुनंक विषादर दुखर आ समस्यार। धृतराष्ट्रवाच धर्मक्षेत्रे कुरुक्षेत्रे समवेतायुयुत्सवः मामकाः पाण्डवाश्चैव किमकुर्वत संजय। ଏହି ଶ୍ଲୋକରେ ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରୁଛନ୍ତି, ହେ ସଞ୍ଜୟ, ମୋର 100 ପୁତ୍ର ଆଉ ପାଣ୍ଡୁର 5 ପୁତ୍ର ଏବେ କ'ଣ କରୁଛନ୍ତି? ଧୃତରାଷ୍ଟ୍ର ଯିଏକି ଆଖିରୁ ଅନ୍ଧ କିନ୍ତୁ ମନରୁ ନାହିଁ, ସେ ସଞ୍ଜୟ ଯାହାଙ୍କୁ କି ଦିବ୍ୟ ଦୃଷ୍ଟିର ପରମ ପ୍ରାପ୍ତି ହୋଇଛି, ତାଙ୍କ ମାଧ୍ୟମରେ ସମସ୍ତ ଯୁଦ୍ଧକୁ ଦେଖିପାରୁଛନ୍ତି। ତାଙ୍କଠାରୁ ଜାଣିବାକୁ ଚାହାନ୍ତି କି ଏହି ସମୟରେ ଦୁଇ ପକ୍ଷର ଯୋଦ୍ଧାମାନେ କ'ଣ କରୁଛନ୍ତି। ବନ୍ଧୁଗଣ, ଧୃତରାଷ୍ଟ୍ର ଯଦି ଚାହିଁଥିଲେ ଏହି କୁରୁକ୍ଷେତ୍ର ଯୁଦ୍ଧକୁ ରୋକିଦେଇ ପାରିଥାନ୍ତେ, କିନ୍ତୁ ପୁତ୍ର ମୋହରେ ସେ ଯୁଦ୍ଧ କରିବାକୁ ରାଜି ହୋଇଗଲେ ଓ ପୁତ୍ର ଦୁର୍ଯ୍ୟୋଧନଙ୍କୁ ଯୁଦ୍ଧ ପାଇଁ ଅନୁମତି ଦେଇଥିଲେ। କିନ୍ତୁ ତାଙ୍କ ମନରେ କୋଉଠି ନା କୋଉଠି ସନ୍ଦେହ ଥିଲା ନିଜର ନିଷ୍ପତ୍ତିର। ଶିକ୍ଷା ଆପଣଙ୍କ ଗୋଟାଏ ଭୁଲ ନିଷ୍ପତ୍ତି ଆପଣଙ୍କ ବିନାଶ କରିପାରେ ଏବଂ ଆପଣଙ୍କ ଗୋଟାଏ ଠିକ୍ ନିଷ୍ପତ୍ତି ଆପଣଙ୍କୁ ସୁରକ୍ଷିତ କରିପାରେ। One wrong step can destroy you and one right step can protect you. Hare Krishna.